अरे पतलू आज आमे बाबा जटाधारी दर्शन पाई बोलबम संघर समस्त सदस्यों सह जाउछु। हाँ मोटू बाबा आशीर्वाद नेबा सहित समस्त सह एई सुंदर यात्रा। बाबा फाइनाली ठीक चलती दोला चौकटा पहुँचले तो बाबा केते कष्ट विराट विराट कष्ट एते बड़ो घाटी ए बाबा ए मोटू समस्या चाहिए समस्या एते दूर को चलै देलो बासनाटा हबो बासना हलानी ऑनलाइन ले दक्षिण मिलुଛି अरे दक्षिण दे ऑनलाइन दे दो देखियो ना नो एठी हो तो नहीं को नहीं ऑनलाइन देखियो ऑफलाइन बाबा नु आयो ऑनलाइन बाबा 5G आसुन केते भलो होई जिरी मुंडा खाली चकचक करछि आउ यार मुंड को नहीं देखि कि मुंड को नहीं परिबो हीरा खपर छात नहीं छपर उड़ी जाइछि ए जे महाबात्याटा हला सेते बळे उड़ी गला ढांकी दियो ସେଇଟା ନେଇ ଯାଇଥା ସେଇଟା ପୁରା ଟାଣିବ ମାନେ ଅଲଗା ପ୍ରକାର ସେପଟେ ପୁରେକୁ ଏପଟେ ଧୁଇଆ ମାରିବ
ନାଇଁ ମୁଁ କହିବା କଥା ନାଇଁ ମୁଁ ଲୋକଟା ଘରକୁ ଲୋକ ଏଇ ଜାଗାକୁ ଯାଇଥିଲି ଦେଖେ ଆଉ ମତେ ପୁଣି କହିଦେଲା କଣ ଗୋଟେ ଅବସ୍ଥା। ସେ ଏତେ ଉପରକୁ ଆସିକି ସେ ବାୟା ହେଇଛନ୍ତି ବାବା ଆଉ ବାବା ବାବା ଆମର ଟିକେ ହଉଛି ଓଲ୍ଡ ମୋବାଇଲ ତ କାମ କରୁନି ଟିକେ ବିନା ବିନା ଅନରେ ଭିଡ଼ିଓ ଆମର ବିନା ଜେନେରେସନ ବିନା ଅନରେ ଭିଡ଼ିଓ ସୁଟିଂ ଜେନେରେସନ ଓଲ୍ଡ ଜେନେରେସନ ପଥରେ ଲାଗିଛି ପଥରେ ଲାଗିଛି ଯୋଉ ଗଛଟାରେ ଓ ହେଇଟା ନନା କିଛି ପଚାରିବା ବାବାଙ୍କ ଆବିର୍ଭାବ ନା ମାନେ ଆମେ କହିପାରିବୁନି କିନ୍ତୁ ଆମେ ଜାଣିଛୁ ଆମ ବାପାଙ୍କର ବାପା କୁହନ୍ତି ତାଙ୍କ ବାପା କାଳେ ଏଠି ଠାକୁର ଦେଖିଛନ୍ତି ସେବା ବି କରିବେ। ଆମେ ଟିକେ ଅପେକ୍ଷା କରିବେ ଯେତେ ଅପେକ୍ଷା କରିବେ ସେତେ ଫଳ ମିଳିବ ଅପେକ୍ଷାର ଫଳ ମିଳିବ ବିଶ୍ୱାସ କରିଲେ ପୁଅ ବିଶ୍ୱାସ ନ କଲେ ଘରକୁ ଯାଅ ତାର କାହିଁ ଦୋଷ ଦବା ଓଲଟା ସିଧା ବାନ୍ଧୁଛ ହେଲା ନାହିଁ ବୋଲି ହାଲା କରୁଛ ନହେଲା ବୋଲି କହୁଛ ଭାବୁଛ ପଥର କଲ ତାଙ୍କର ମହିମା ଭାରି ଅପାର ବୁଝି ନ ପାରନ୍ତି ଏଇ ସାମାନ୍ୟ ନର ଆମେ ନର କଣ ବୁଝିବ ବାବାଙ୍କର ଆବିର୍ଭାବ ଏଇଟା ଖାଲି ଆମେ ଜାଣିଛୁ ଆମ ଯେହେତୁ ମୋ ବୁଢା ବାପା ଜାଣିଛନ୍ତି ଆବିର୍ଭାବ ବୋଲି ତାହେଲେ ଆମ ବୁଢା ବାପାଙ୍କର ବାପା ବାବାଙ୍କର ପୁରା ଭିତରେ ବାବାଙ୍କର ଟିକେ ବାବାଙ୍କୁ ଦେଖାନ୍ତୁ ଏଇ ଫୁଲ ଗୁଡା ତୋଳି ଦେବେ ଦେଖିକି ଦୂରକୁ ଆସିବ ପିଠାଗୁଡା ବୁଲିକି ଯେମିତି ପଳେଇ ଆସିଲେ ବରପଣ୍ଡା କଲେ ଆମେ ହରି ଘର ମହାତ୍ମା କଣ ମହାତ୍ମା କହିଲେ ଆମକୁ କିଛି ସମୟ ଲାଗିବ ଆମେ ଆସିପାରୁ ଆପଣ ଯୋଉଠି ବସୁଛନ୍ତି ଆପଣ ଯୋଉଠି ବସୁଛନ୍ତି ସେଠି ବସିବା ଠିଆ ହେବା ପାଇଁ ପାଦ ଏତିକି ଥିଲା ଜାଗା ଏଇ ଯୋଉ ପଥର ଅଛି ଏଇ ପଥର ଭିତରେ ଏମିତି ବାଟ ଥିଲା ଏଇ ଜଣେ ମଣିଷ ସେଇ ତଳପତ୍ର ଆସିଥିଲା ଆପଣ ପ୍ରତ୍ୟେକ ଦିନ ଉପରକୁ ଯାଆନ୍ତି ମାନେ ତଳକୁ ଯାଆନ୍ତି ଉପରକୁ ଆସୁ ନା ରହିଯାଆନ୍ତି ଆପଣ ରହୁଛନ୍ତି ଆଗରୁ ଯେତେବେଳେ ଜେଜେବାପା କଥା କହୁଛି ସେତେବେଳେ ଖାଲି ମକର ସଂକ୍ରାନ୍ତିରେ ଗୋଟିଏ ଦିନ ଆସନ୍ତି ଯୋଉ 20-15 ଦିନ 3-4ଟା ଗାଁରୁ ଆସିବେ ସେ ମକର ସଂକ୍ରାନ୍ତିରେ ରାତିରେ ରହିବେ ତା ଦିନ ସକାଳୁ ଯିବେ ପୁଣି କେତେ ଭୟ ଏମିତି ଭୋଲା ମାଙ୍କର ନଥିଲା ସ୍ୱୟଂ ଦେବତା ଆବିର୍ଭାବ ହେଇଛନ୍ତି ମାନବ ରୂପରେ ରୋଷେଇ କରିକି ଭକ୍ତକୁ ଖାଇବାକୁ ଦେଇଛନ୍ତି ଏଠି ବି ପ୍ରଭୁ ଅଛନ୍ତି କିନ୍ତୁ ପ୍ରଭୁ ନିଜେ ତଳେ ବସିଛନ୍ତି ଆମେ କଣ ତାଙ୍କ ଭିତରେ ଠିକ ଆମେ ଧୀରେ ଧୀରେ ଆସନ୍ତୁ ଆମ ଘର ଏଇ ପାଖରେ ଆସିନଥିଲୁ ବୋଲବମ୍ ଆସିବାର ଆମେ ଯିବା ବୋଲବମ୍ ଯୋଉ ଜାଗାରେ ଏଠି ଠାକୁର ଅଛନ୍ତି ବୋଲି କହିବାନି ହଁ ଆମର ଅଛନ୍ତି କୋଉଠି ନାହାନ୍ତି ସେଇ ଆମେ ଜାଣିବା ପାଇଁ ଚାହିଁଲୁ ଆମେ ଆକ୍ଚୁଆଲି ଅଲଗା ବାବାଙ୍କ ପାଖକୁ ଯାଇଥାନ୍ତେ କିନ୍ତୁ କେମିତି ଠାକୁରଙ୍କ ଇଚ୍ଛା କାଲି ସନ୍ଧ୍ୟାବେଳେ ମନ ପରିବର୍ତ୍ତନ ହେଇଗଲା କହିଲେ ନା ସେଠି ଭାଇ ଗୋଟେ କହିଲା ସେଠି ଦେଖାଧାରୀ ଅଛନ୍ତି ଆଉ ସେଠି ଯାଉନ ବିହା ହଉ ବିହା ମିଟିଂରେ ପାସ୍ କରିବା ଯେତେବେଳେ ମିଟିଂ ବସିବ ଆମ ଯିବା କଥା ଜଗନ୍ନାଥ ତମେ ଯିବାର ଥିଲା ମାନେ ସରିଯିବ ଜାଗାକୁ ହଠାତ୍ ପ୍ରୋଗ୍ରାମ ହେଲା ମାନେ ବାବାଙ୍କର ତ ଟିକେ ପ୍ରଭୁଙ୍କୁ ଚଳେଇବା ଆଜ୍ଞା 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 ବିଳମ୍ବ କରୁନି ଠାକୁରଙ୍କୁ ଦେଖେଇବି ଜଟାଧାରୀ କାହିଁକି ହେଲା ହଁ ଆଜ୍ଞା ଜଟାଧାରୀ କାହିଁକି ହେଲା ତାର ମାନେ ମୁଁ ତ ଯେହେତୁ ଗୁରୁ ଅଛନ୍ତି ମୁଁ କହିପାରିନି କିନ୍ତୁ ଗୁରୁ ଯୋଉଟା ଆଦେଶ ଦେଇଛନ୍ତି ସେତିକି ଆମେ କହିପାରିବା ମା ମାନେ ଟିକେ ଅପେକ୍ଷା କରିବେ ଶୁଣିବେ ଠାକୁରଙ୍କୁ କିଛି ଜଟାଧାରୀ କାହିଁକି ନା ମିଳେ ଆମେ ତ ବି କନଫର୍ମ କହିପାରୁନୁ କିନ୍ତୁ ବାବା ଗୀତରେ ବୋଲିଥିଲେ ଯେ
କଲା ବଣେ ବଣେ କାଇଁ ବୁଲୁଥିଲୁ ରେ ବକଳ ଡମ୍ବରୁ ଧାରି ଏ ବଣେ ବଣେ କାଇଁ ବୁଲୁଥିଲୁ ରେ ଡମ୍ବରୁ ବକଳ ଧାରି ଏ ତତେ ଦେଖି ଭକ୍ତ ପଛେ ପଛେ ଗଲେ ତତେ ଦେଖି ଭକ୍ତ ପଛେ ପଛେ ଗଲେ ପଥର ଗୁମ୍ଫାରେ ଗଳି ଗଲୁ ରେ ଡମ୍ବରୁ ତ୍ରିଶୂଳ ଧାରି ସେଇଦିନ ଠାରୁ ଜଟାଧାରୀ ନାମ ସେଇଦିନ ଠାରୁ ଜଟାଧାରୀ ନାମ ଭକ୍ତେ ମିଶି ତୋର ନାମ ଦେଲେ ରେ ଡମ୍ବରୁ ବକଳ ଧାରି। ଆମେ ଜାଣିଛନ୍ତି ଜେଜେବାପା ଗୋସାବା ତାଙ୍କ ଅମଳରୁ କୁହନ୍ତି ଠାକୁରଙ୍କର ଯିଏ ଭକ୍ତି ଥିଲେ ସେ ଏମିତି ତାଙ୍କୁ ଦର୍ଶନ ଦେଲେ ଯେ ଠାକୁର ଡାକି ଡାକି ଆସିଲେ ଠାକୁର ସିଏ ଗାଡ଼ିରେ ପଶିଗଲେ କିନ୍ତୁ ସିଏ ଆଉ ପଶି ପାଇଲେନି। ସେଇଦିନଠୁ ତମେ ଜଟାଧାରୀ ଏପଟରେ ଯାଇଛନ୍ତି ଅସରରେ ବାହାରୁଛନ୍ତି ଯାହା କହିଛନ୍ତି ଆମେ ସେୟା ମାନିଛନ୍ତି ଆମେ ଆଉ କଣ ଜାଣିଛନ୍ତି। ଠିକ ଅଛି। ओम नमः शिवाय 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 ओम ଡାକିଦେବେ ସ୍ୱପ୍ନରେ ମୁଁ ଆସି ତିଆରି କରିବି ମୁଁ କିଛି ସ୍ୱପ୍ନରେ ମୁଁ ଆସିକି ଆସିବା ପରେ ଏତିକି ଜାଣିଛନ୍ତି ମୋତେ କିଛି ଅନୁମତି ନାହିଁ କିଛି କହିବାକୁ ମୋର ଗଡ଼ା ସରିଲେ କିଛି କହିବି ଠାକୁର ଅଛନ୍ତି ବିଶ୍ୱାସ ଉପରେ ପାଉ ଆଉ ଏଠି ଆମେ ତିଆରି କରି 4 ବର୍ଷ ପୂର୍ବ 5 ବର୍ଷ ଆଇ ସେ ଜଙ୍ଗଲ ଥିଲା କାଟି ଗଛ ପତ୍ର ବାଉଁଶ କରି ଠାକୁର କଲେ ଠାକୁରଟା ଚାଲେ ଅନେକ ଗମେଣ୍ଟ କେବେ ନେବ ନେଇକି ଖରା ଅଛି ଗମେଣ୍ଟ ଠାକୁର କଲେ ମୋର କିଛି ଗମେଣ୍ଟ କେମିତି କାଲି ପୁରା କରିଦେବ ସେଠି ରାବଣ ମନ୍ଦିର ମଠ ଜଖପୁର ମନ୍ଦିର ମନ୍ଦିର ମଠ କରିଛି ସୀତାମନ୍ଦି ରାମ ମନ୍ଦିର କରିଛି ବାଦପୁରରେ ଗୋଟେ ମନ୍ଦିର ଦେବୀ ମନ୍ଦିର କରିଛି ରାଶି ଚାଲିଛି ମୂର୍ତ୍ତି ଫୁର୍ତ୍ତି ଗଡ଼ା ଚାଲିଛି ମୂର୍ତ୍ତି ସବୁ ବାବା ନିଜେ ପଳାଇବା ବାବା ମୂର୍ତ୍ତି नहीं जो मूर्ति गुड़ा गढ़ा होती है कारीगर आसुंदी हाँ कारीगर आसुंदी से बालेश्वर मारे सीतामढ़ी मूर्ति चालती राम मंदिर सी भी करते आ रावण आम जखपुर मास रावण से मंदिर मत सी भी करते अपना देखो आप ये चालती ठाकुर महिमा इच्छा मनीष आम किसी निजे निजे बस अनुभव कर जापर जब कहीदेगा कि जापर लाभ कल्पना कथा निजे अनुभव कर निजे जापर से जापर मुझे जापर आ भर न जान न पशु जापर भावित पथर खोल ताकर महिमा भारी अपार हेल्ले बुझी न पारे नर महिमा प्रबल हेल्ले बुझी नर बुझी पार ना केत बड़ खोलू काटी कला कि पथर काटी गला भीतर गला आउ विराट बड़ मुंडा काटी किसी जानी आम किसी जापर आम जहाँ कौन क्या करूँ जहाँ बतौर चा करूँ हेल्ले पैसा कौटा मुझे ये भक्त जान कदम हो गोटे सिमेंट बस्ता 500 टका लगे गोटे बाली देवी गोटे हाइया बाली आनच 1,70,000 खाया पिया तुम निजे आसी पार्छ तुम झड़े पड़ी गले केत पैसा लगे किसी कटिंग देव ना ये शेष कर এটা উত্তর পরে আমরা এই মানে অসম্ভব আমি তো নিজে যাচ্ছি কোন আমার নিজের টয়লেটে বলে নিজে যাচ্ছি ঠাকুর যারা হচ্ছে নিজে ওটা এত বড় অনেক বছর এটা উল্টিং গলা এটা কোন ইলেক্ট্রিক আছে খোলা খাবার তো আছে ছয় তো ঠাকুর যারা মই রোষে করতে হরিয়াটা চালু ମୋର କାମ ହେଲା ଖାଇବା କଥା ଆମେ ସେବା କରି ସେବା କରିବୁ ଦେବା ପୂଜା ସିଏ କରୁଛନ୍ତି କରନ୍ତି ବାସ ଆଉ ଆମ ଅନ୍ୟ କଥା କିଛି ଆଉ କିଏ କ'ଣ କରୁଛି କୋଉ ଯାଉଛି ସେଟା କହିବନି ବିନା ଅନୁମତିରେ ପତ୍ର ଏ ଜଙ୍ଗଲ ଭିତରେ ଆମେ ତ କିଛି ପାଉନେ ଭାତ ଜାଗ ସବୁ ଜିନିଷ ମିଳୁଛି ନାଇଁ ହବ ନାହିଁ ଲେମ୍ବୁ ଗଛ କେତେ ଲାଗିବ 150 ଲେମ୍ବୁ ଗଛ ଲାଗି ସବୁ ଫଳ ହେଲାଣି ଆଉ ସପୁରି ଲାଗିଛି ଆଉ ତାପରେ ଡାଳିମ୍ବ ଲାଗିଛି ଜାମୁନ ଲାଗିଛି ଆମ୍ବ ଲାଗିଛି ଆମକୁ କଲିମ ଗଛ ଲାଗିଛି ଜଲ୍ଦି ଫଳିବ କମଳା ଲାଗିଛି ଆତ ବି ଲାଗିଛି ଆଉ ଯୋଉ ଆମର ସପଟା ଲାଗିଛି ଜାମୁନ ଲାଗିଛି ଫଳୁଛି ନା
3 ବର୍ଷ କଥା ହେଲାଣି କୃପା ଥାଉ ଏମିତି ସବୁ ଠାକୁର ଇଚ୍ଛା ମଣିଷ ତ କିଛି ନାହିଁ ମଣିଷ କହୁଛି ମୁଁ କରିଛି କ'ଣ କରିବି କେତେ ଦିନ ଆଇଛି କରିବି ସେ କିଛି ରହିଯାଇଛି ଯୁଗେ ଯୁଗେ ଆମେ ଚାଲିଛୁ ଇଏ ବି ରହିବ ପୁଣି ମୋ ପରେ ଆଉ ଜଣେ ସିଏ ପଡ଼ିବ ମୁଁ ଚାଲିଛୁ ନା ସେଠି କିଛି ସବୁ ଚାଲିଛି ଠାକୁର ଯୋଉଠି ଥିଲେ ଆମେ ସବୁ ଚାଲିଛୁ ହଁ ଏକ ନା କେତେ ଗଲେଣି ନା କେତେ ଗଲେଣି ମୋର କହିବି କିଛି ନେଇ ଠିକ୍ ଅଛି ଯାହା କରିଯିବ କିଛି ରହିଯିବ ମୁକ୍ତି ହେଇଯିବ ଏତିକି କାମ ଆଉ ସଂସାର ଜଞ୍ଜାଳ କରିବେ ତ ଆମେ ଜଞ୍ଜାଳ ଗାଇଦେବେ ଜଞ୍ଜାଳ ପଡ଼ିବା ହେଲେ ଜଞ୍ଜାଳ ପୁଣି ବାହାରି ପୁଣି ମୃତ୍ୟୁ ଆସିବାଟା କିଛି ନାହିଁ ଦେଖିବା ନା ସଂସାର ପୁଣି ନକରେ ଘାଟି ହେଇଯିବ ଯଦି କର୍ମ ଖରାପ ହେଲେ କିନ୍ତୁ ଧରିକି ଧର୍ମକୁ ଧରିକି ପାଳିକି ଆମେ ଆକ୍ଚୁଆଲି ଆମେ ପୂର୍ବରୁ ସ୍ଥିର କରିଥିଲୁ ଯେ ଗୋଟେ ଜାଗା କିନ୍ତୁ ବାବାଙ୍କ ମୁଖରେ ହଠାତ୍ ପ୍ରୋଗ୍ରାମ ଚେଞ୍ଜ ହେଇଗଲା ହଠାତ୍ ମାଇଣ୍ଡ ଚେଞ୍ଜ ହେଇଗଲା ଏଠି ପଳେଇ ଆସିଲା ସକାଳ ବାରି ପଳେଇ ସେଠି ଯିବା କଥା ତାର ଇଚ୍ଛା ଯୋଉଠି ଚାଲିଗଲା ଚାଲିଗଲା ଜୈବ ଯୋଉଠି ମଣିଷ ହୁଏ ଜୈବ ଯୋଉଠି ଚାଲିଗଲା ଠିକ୍ ଏ ଜାଗାଟା ବି ଦେଖିନଥିଲୁ ନା ଏଇ ବାଟ ଦେଖି କେତେ ଦୂର ଯାଇଛି ତା ଠିକ୍ ଇଏ ହେଉଛି ମୋଟୁ ପତଲୁ କହିଦେଇକି ମୋଟୁ ବଦଲ ଆସିଯିବେ ଏଠି ମୁଁ ଫୋନ୍ କରିଥିଲି ମୋଟୁ ବଦଲକୁ ଫୋନ୍ କରିଥିଲି ହଁ ସେ ଆସିଯିବେ ହଁ ଏଠି ଲେଖା ହେଇଛି ବଡ଼ ବଡ଼ ଅକ୍ଷରରେ ଲେଖା ହେଇଛି ଛୋଟ ଛୁଆଙ୍କ ପାଇଁ 3 ଥର ଲେଖା ହେଇଛି ଥରେ ନୁହଁ ଅଧେ ମୁଁ ସେଇଟା ବର୍ଷା ବସ ଦେଖିବା କ'ଣ କାଁ କଲାଣି ହେଉ ଦୁଇଟା ଖେଳିବ ନା ଆଉ ତୁ ଖାଲି ହଁ ହବ ନା କୋଉଠି ଲେଖିଛି ବୋର୍ଡ ଛବି ଏଇ ବୋର୍ଡ ଲେଖାରେ এইটা ହେଲା ସୌନ୍ଦର୍ଯ୍ୟ এইଟା ହେଲା ଦେଖିବା ଜାଗା ଭାଇ ଆମେ କୋଉ ତଳୁ ଥିଲେ ରେ ଦେଖା ବି ଯାଉନି ସେଇ ବାଟି ଆଇଛ ସେଇ କରେ କହିଦେଲ ବତେଇଦେଲ କୋପଟେ ଆସିଥିଲେ ସେଇ ଆଡକା ସେଇ ମାନେ ଜଙ୍ଗଲଟା ଜଣା ପଡୁନି ପୁରା ସେ ଡାଉନରେ ଆସେ ବା ତଳେ ଏଇ ଦେଖ ମା ମାନେ ଯାଉଛନ୍ତି ଇସ୍ ରାସ୍ତା ଏଇ ତଳ ମାନେ ଆମେ କେତେ ଉଚ୍ଚାକୁ ଆସିଛେ ଆମେ ଏଇଠିକି ପହଞ୍ଚିଲା ଯେତେବେଳେ ଆମେ ଜାଣିପାରିଲେ ନାହିଁ ନା ଯେଉଁ ବାବା ମାନେ ଯେଉଁ ଭକ୍ତମାନେ ଆସିବେ ମାନେ 3-4 କିଲୋ କମିକି ଯିବେ ନା କମିବାନି ଏଠି ସବୁ ପ୍ରକାର ସୁବିଧା ଅଛି ଯିଏ ଆସୁଛନ୍ତି ବି ଲେମ୍ବୁଟେ ପାଇବେ କମଳା ପାଇବେ ଏସବୁ ଲେମ୍ବୁ ଗଛ ଆମ୍ବ ଗଛ ଆମ୍ବ ସିଜିନ୍ରେ ଆସିଲେ ଆମ୍ବ ପାଇବେ ବେଲପତ୍ର ନେବାକୁ ପଡ଼ିବନି ବେଲପତ୍ର ବେଲ ଗଛଟି ଅଛି ଆଭେଲେବୁଲ୍ ସବୁ କିଛି ଆଭେଲେବୁଲ୍ ଅଲ୍ ଆଭେଲେବୁଲ୍ ଅଛି ହଁ ଯେଉଁମାନେ ଆସିବେ ବି ତାଙ୍କୁ 10ଟା ବେଳେ ଯୋଗାଯୋଗ କରିବାକୁ ଥିଲା ସେ ପୋଷ୍ଟରଟା ମୁଁ ଦେଖ 80 ଟଙ୍କା ପଡ଼ିବ କିଛି ଅସୁବିଧା ନାହିଁ ଆମେ ତ ତଳକୁ ଆମ ଜୀବନ ପାଣି ଶୁଖିଗଲା ଆସିଲୁ ଯେ ଲେମ୍ବୁ ଏଡ଼େ ବଡ଼ ବଡ଼ ଲେମ୍ବୁ ଦେଖିବ ଫଳ এইଠୁ ଲାଗିଲା এইଠୁ ବାବା କହିଲେ ଯେ ଜିପିଏସ୍ଟା ଟିକେ ଦେଖ କୁଆଡ଼େ ଗଲା ମନ୍ଦିର କିନ୍ତୁ ଦେଖାଗଲେ ଏପଟେ ସେତେବେଳେ ଗଲାବେଳେ ବାବା ଚାଲି ଆସ ଜଲ୍ଦି ଆସ ସେଇ ଜାଗାଟା ହେଲା ଗୋଟେ ଭିୟୁ ପଏଣ୍ଟ ସେଠୁ ପ୍ରତ୍ୟେକ ଫଟୋଟା ଭଲ ଲାଗେ ନା ଏଠି ହଁ ହଁ ବା ଏଇଟା ସୋ ବ୍ୟୁଟିଫୁଲ୍ ରାକ୍ଷସଟା ଆଁ କରିକି ରହିଛି ଭଳିଆ ଦେଖାଯାଉଛି ସତରେ ଦେଖୁନ ଗୋଟେ ରାକ୍ଷସଟା ଆଁ କରିକି ରହିଛି ଭଳିଆ ଲାଗୁଛି
महादेव বাবা দৌড়িলে কিছু দেখিল কি? ନାଇଁ ମୁଁ କହୁଛି ଏଇଟା 3000 କେତେ ହବ ପାଉଛ? କଣ ଯଦି ତିଆରି ବସ ଏମିତି ନେଇକି 3000 ପାଉଛ? କମ ବାଟ ହେଲାଣି। ଆଉ ଆସ 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 ତମେ ଚାଲ। ଇନାଗରୁ ପୁରା ଗାଡ଼ି ହେଇକି ଅଛି, ଏବେ କିନ୍ତୁ ପୁରା ଗାଡ଼ି ହେଇକି ଅଛି ରାସ୍ତାଟା, ପୁରା ପାହାଡ଼ଟା ଓହ୍ଲିବା ଏଇନା ଆଉ ସିଧା ସିଧା ଆଉ ତାପରେ ଏଇ ପଥର ଗୁଡ଼ା ଅଛି ବୋଲି ଲୋକମାନେ ଯିବା ଆସିବା କରିପାରୁଛନ୍ତି, ନହେଲେ ଯୋଉ ଖସିବେ ତଳେ ଯାଇକି ଖସଡ଼ା ଦୋଳି ଭଳିଆ ଖସିକି ପଡ଼ିଯିବେ। ଆମେ କେଉଁଠୁ ସେଇଠୁ 11ଟା 12ଟା ବେଳେ 12ଟା 1ଟା ନାହିଁ ଭିଡ଼ିଓଟା କରିଛି ସେତେବେଳେ ଜଣାପଡ଼ିଯିବ। ଏଠି ଜଗିଛନ୍ତି ଧଳା ବାବା, ଏଠି ଜଗିଛନ୍ତି କଳା ବାବା। ଫୁଟବଲରେ ଖେଳିଦେଲି।
ইবলা ইবলা এ রবি দিব দিব এ রবি এটি বল রবি বস বস রাম বস ମନୁ କି ଗୋଟେ ସେଣ୍ଟ ମାରିଛି ଓ ଭାଇ ମନୁ କ'ଣ ଗୋଟେ ସେଣ୍ଟ ମାରିଛି ନହେଲେ ତା ପାଖକୁ ମୁଁ ଯାଆନ୍ତି ହଁ କି ବାସନାଟା লিপস্টিক দেখাউছি তো ଓ ଇଆଡ଼େ ଟିକେ ଦେଖେଇଦେ କି ବାସନାଟା এ ହଁ ଚଢ଼ି ଯା ଚଢ଼ି ଯା ଆଚ୍ଛା ଟିକେ କଥା ବାহ গোয়াট হতে কথা নাই আরে উত্তরে দেখা চেক এক গোমরি গোমরি अन्त चाट्दै दे मासु मोटे किन्दै दे दीप पिटी दे ওই মরে समस्तंकु अनेक अनेक धन्यवाद। आम वीडियो को लाइक एवं शेयर निश्चय करंतु।